ପୁରୀ ଜିଲ୍ଲାର ସମସ୍ତ 11 ଗୋଟି ବ୍ଲକରେ ଧାନ ସଂଗ୍ରହକୁ ତ୍ୱରାନ୍ୱିତ କରାଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନିର୍ଦ୍ଦେଶରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ବିଭିନ୍ନ ବ୍ଲକ ଦାୟିତ୍ୱରେ ରହି ଧାନ ସଂଗ୍ରହକୁ ଶୃଙ୍ଖଳିତ ପରିଚାଳନା ପାଇଁ ତଦାରଖ କରୁଛନ୍ତି। ଚଳିତ ଖରିଫ ଋତୁରେ ପଞ୍ଜୀକୃତ 48,964 କୃଷକଙ୍କ ଠାରୁ 11,68,602 କୁଇଣ୍ଟାଲ 94 କିଲୋଗ୍ରାମ ଧାନ ସଂଗ୍ରହର ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ଚଳିତ ମାସ 22 ତାରିଖ ସୁଦ୍ଧା 187ଟି ମଣ୍ଡି ମଧ୍ୟରୁ ଖୋଲାଯାଇଥିବା 130ଟି ମଣ୍ଡିରେ 2,935 କୃଷକଙ୍କ ଠାରୁ 1,33,848 କୁଇଣ୍ଟାଲ 59 କିଲୋଗ୍ରାମ ଧାନ ସଂଗ୍ରହ ହୋଇଛି। ଏହାର ପ୍ରାପ୍ୟ ବାବଦରେ 1,880 କୃଷକଙ୍କଠାରୁ 19,29,56,936 ଟଙ୍କା ବ୍ୟାଙ୍କ ତରଫରୁ ପ୍ରେରଣ କରାଯାଇଥିବା ବେଳେ 1,316 ଜଣ କୃଷକ 13,67,29,020 ଟଙ୍କା ପ୍ରାପ୍ତ ହୋଇଛନ୍ତି। ପର୍ଯ୍ୟାୟକ୍ରମେ ପ୍ରତ୍ୟେକ କୃଷକମାନେ ସେମାନଙ୍କ ପ୍ରାପ୍ୟ ପାଇବେ ବୋଲି ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି। କ୍ୟାମେରା ପର୍ସନ ରବି ଜେନାଙ୍କ ସହ ସୁଧାଂଶୁକରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।